ପ୍ରାର୍ଥନା ଫେବୃଆରୀ 22, 1914। ଶୈଶବରେ ଯେତେବେଳେ ମୋର ବୟସ 13 ବର୍ଷ ହୋଇଥିଲା, ପ୍ରାୟ 1 ବର୍ଷ ଧରି ପ୍ରତିଦିନ ରାତ୍ରିରେ ମୁଁ ବିଛଣା ଧରିବା ମାତ୍ରେ ମୋର ମନେ ହେଉଥିଲା ମୁଁ ଯେପରି ମୋ ଶରୀରରୁ ବାହାରି ଆସି ସିଧା ଉପରକୁ ଉଠି ଯାଉଛି, ଘର ଓ ସହରକୁ ଅତିକ୍ରମ କରି ବହୁ ଊର୍ଦ୍ଧ୍ୱକୁ ଉଠି ଯାଉଛି। ସେତେବେଳେ ଦେଖୁଥିଲି ମୁଁ ପିନ୍ଧିଛି ମୋ ଠାରୁ ଆହୁରି ଲମ୍ବ ଗୋଟିଏ ଅପୂର୍ବ ସୁନ୍ଦର ସୁନାର ପୋଷାକ। ଯେତେ ଊର୍ଦ୍ଧ୍ୱକୁ ଉଠୁଥିଲି, ଏହି ପୋଷାକଟି ବି ସେତିକି ଦୀର୍ଘ ହୋଇଯାଉଥିଲା ଏବଂ ସମଗ୍ର ସହରଟି ଉପରେ ଏକ ବୃହତ୍ ଆଚ୍ଛାଦନ ରଚନା କରି ମୋର ଚତୁଃପାର୍ଶ୍ୱରେ ତାହା ବୃତ୍ତାକାରରେ ପ୍ରସାରିତ ହୋଇଯାଉଥିଲା। ତାପରେ ମୁଁ ଦେଖୁଥିଲି ଚତୁର୍ଦିଗରୁ ଲୋକମାନେ ଆସୁଛନ୍ତି, ଆବାଳ ବୃଦ୍ଧ ବନିତା, ଅସୁସ୍ଥ ଓ ଅସୁଖୀ ବହୁ ଲୋକ। ସେମାନେ ସେହି ପ୍ରସାରିତ ପରିଚ୍ଛଦ ତଳେ ସମବେତ ହୋଇ ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ବେଦନାର କଥା ଜଣାଇ ସାହାଯ୍ୟ ଭିକ୍ଷା କରୁଥିଲେ। ପ୍ରତ୍ୟୁତ୍ତରରେ ସେହି ନମନୀୟ ଓ ଜୀବନ୍ତ ପୋଷାକଟି ଦୀର୍ଘ ହୋଇ ସେମାନଙ୍କ ଭିତରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଡ଼କୁ ପ୍ରସାରିତ ହୋଇଯାଉଥିଲା ଏବଂ ସେମାନଙ୍କୁ ସ୍ପର୍ଶ କରିବା ମାତ୍ରେ ସେମାନେ ସାନ୍ତ୍ୱନା ପାଉଥିଲେ, ସୁସ୍ଥ ହୋଇ ଉଠୁଥିଲେ ଏବଂ ପୂର୍ବ ଅପେକ୍ଷା ଅଧିକତର ସୁଖୀ ଓ ସବଳ ହୋଇ ସେମାନଙ୍କ ଶରୀର ମଧ୍ୟରେ ପୁନଃ ପ୍ରବେଶ କରୁଥିଲେ। ମୋ ପାଇଁ ଏହାଠାରୁ ଅଧିକ ସୁନ୍ଦର, ଅଧିକ ଆନନ୍ଦର ବିଷୟ ଆଉ କିଛି ନଥିଲା। ରାତ୍ରିର ଏହି କର୍ମଟି, ଯାହା ମୋର ଯଥାର୍ଥ ଜୀବନ ସ୍ୱରୂପ ଥିଲା, ତୁଳନାରେ ଦିନର ସମସ୍ତ କାର୍ଯ୍ୟ ଶୁଷ୍କ, ନୀରସ ଓ ନିଷ୍ପ୍ରାଣ ମନେ ହେଉଥିଲା। ଊର୍ଦ୍ଧ୍ୱକୁ ଉଠି ଚାଲିବା ସମୟରେ ମୋର ବାମ ପାର୍ଶ୍ୱରେ ପ୍ରାୟତଃ ଜଣେ ନୀରବ ନିର୍ବିଚଳ ବୃଦ୍ଧଙ୍କୁ ଦେଖିବାକୁ ପାଉଥିଲି, ଯେ ତାଙ୍କର ଶୁଭେଚ୍ଛା ଓ ସ୍ନେହ ନେଇ ମୋ ଆଡ଼କୁ ଦୃଷ୍ଟିପାତ କରୁଥିଲେ। ତାଙ୍କର ଉପସ୍ଥିତି ମୋତେ ଖୁବ୍ ଉତ୍ସାହ ଦେଉଥିଲା। ଗାଢ଼ ବାଇଗଣୀ ରଙ୍ଗର ଦୀର୍ଘ ପୋଷାକ ପରିହିତ ଏହି ବୃଦ୍ଧ ଥିଲେ ଲୋକେ ଯାହାଙ୍କୁ କୁହନ୍ତି ଦୁଃଖର ମାନସୀ ବିଗ୍ରହ। ଏହା ମୁଁ ଅନେକ ପରେ ଜାଣିଲି। ସେହି ଗଭୀର ଉପଲବ୍ଧି, ସେହି ଅନିର୍ବାଚନୀୟ ସତ୍ୟ ବର୍ତ୍ତମାନ ମୋ ଚିନ୍ତାକ୍ଷେତ୍ରରେ ଅନ୍ୟ ଧରଣର ରୂପ ନେଇଛି। ତାହା ମୁଁ ଏହି ଭାବରେ ବ୍ୟାଖ୍ୟା କରିପାରେ। ଦିବସ ଓ ରାତ୍ରିରେ ଅନେକ ଥର ମୋର ମନେ ହେଉଥିଲା ମୁଁ ଅର୍ଥାତ୍ ମୋର ସମସ୍ତ ଚେତନା ମୋର ହୃଦୟରେ କେନ୍ଦ୍ରୀଭୂତ ହୋଇଛି। ହୃଦୟ ଯେପରି ଆଉ ବାହ୍ୟ ଦେହଯନ୍ତ୍ର ମାତ୍ର ନୁହେଁ, ଏପରିକି କୌଣସି ଅନୁଭୂତି ମାତ୍ର ନୁହେଁ, ସେ ହୋଇ ଉଠିଛି ଦିବ୍ୟ ପ୍ରେମ, ନୈର୍ବ୍ୟକ୍ତିକ ଓ ଶାଶ୍ୱତ। ଏହି ପରମ ପ୍ରେମରେ ପରିଣତ ହୋଇ ମୁଁ ଅନୁଭବ କରେ ସମଗ୍ର ପୃଥିବୀର ସର୍ବବସ୍ତୁର ହୃତ୍କେନ୍ଦ୍ରରେ ମୁଁ ରହିଛି। ସେହି ସଙ୍ଗେ ସଙ୍ଗେ ମୋର ମନେ ହୁଏ ଯେପରି ମୋର ବିସ୍ତୃତ ବାହୁ ଦୁଇଟି ନିରନ୍ତର ପ୍ରସାରିତ ହୋଇ ଚାଲିଛି। ବିଶ୍ୱଠାରୁ ବିଶାଳତର ମୋର ବକ୍ଷରେ ସକଳ ଜୀବଙ୍କୁ ସଂହତ, ଶ୍ରେଣୀବଦ୍ଧ ଓ ନିମଜ୍ଜିତ କରି ଅସୀମ ସ୍ନେହରେ ଘେରି ରଖିଛି। ବାକ୍ୟ ସବୁ ଦୁର୍ବଳ ଓ ଅକ୍ଷମ। ହେ ଦିବ୍ୟ ପ୍ରଭୁ! ବୁଦ୍ଧିର ଭାଷାନ୍ତର ବରାବର ଶିଶୁର ଚପଳତା ମାତ୍ର, କିନ୍ତୁ ମୋର ଆସ୍ପୃହା ନିରନ୍ତର ତୋ ଆଡ଼କୁ ଚାଲିଛି।
ବସ୍ତୁତଃ ତୋତେ ପ୍ରକଟ କରିବା ପାଇଁ ମୋର ଏହି ଦେହ, ଏହି ଅପୂର୍ଣ୍ଣ ଆଧାରରେ ଯେ ରହିଛି, ସେ ତ ତୁ, ଏକମାତ୍ର ତୁ। ସମସ୍ତ ଜୀବ ଯେପରି ତୋର ଜ୍ଞାନ ଦୀପ୍ତିର ଶାନ୍ତିରେ ସୁଖୀ ହୁଅନ୍ତୁ। ମା, ମା, ମା।